ଘରୋଇ କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର। ଏବେ 15,000 ଜାଗାରେ 30,000 ହେବ ପିଏଫ୍ର ଲିମିଟ୍। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ପାଇବା ପାଇଁ। ଘରୋଇ କ୍ଷେତ୍ରରେ କାମ କରୁଥିବା ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ଏହା ବହୁତ ଭଲ ଖବର। ଯଦି ଆପଣ ଚାକିରି କରନ୍ତି ଏବଂ ଆପଣଙ୍କର ଦରମା 15,000 ଟଙ୍କାରୁ ଟିକିଏ ଅଧିକ, ତେବେ ଆପଣ ଏପର୍ଯ୍ୟନ୍ତ ପିଏଫ୍ ବେନିଫିଟର ସମ୍ପୂର୍ଣ୍ଣ ଲାଭ ଉଠାଇ ପାରିନାହାନ୍ତି। କିନ୍ତୁ ବର୍ତ୍ତମାନ ଆପଣଙ୍କର ଚିନ୍ତା ଦୂର ହୋଇପାରେ, କାରଣ ପିଏଫ୍ ସାଲାରୀ ଲିମିଟ୍ ଯଥା ଇପିଏଫ୍ର ୱେଜ୍ ଲିମିଟ୍ ବୃଦ୍ଧି କରିବାର ଦାବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୁପ୍ରିମକୋର୍ଟଙ୍କ ଏକ ସାମ୍ପ୍ରତିକ ନିର୍ଦ୍ଦେଶନାମା ଗତ 11 ବର୍ଷ ଧରି ଏହି ନିୟମ ପରିବର୍ତ୍ତନ ପାଇଁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ କର୍ମଚାରୀଙ୍କ ଆଶାକୁ ଉଜ୍ଜ୍ୱଳ କରିଛି। ଇପିଏଫ୍ ସହିତ ଜଡ଼ିତ ଏହି ଖବର ଆପଣଙ୍କ ପକେଟ୍ ଏବଂ ଆପଣଙ୍କ ଭବିଷ୍ୟତ ସହିତ ଜଡ଼ିତ ଅଟେ। ଯଦି ଆପଣ ଏକ ଘରୋଇ ଚାକିରିରେ କାମ କରନ୍ତି, ତେବେ ଏହି ସୂଚନା ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ତେବେ ଆସନ୍ତୁ ଜାଣିବା ସୁପ୍ରିମକୋର୍ଟ କ'ଣ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଏହି ଗମ୍ଭୀର ପ୍ରସଙ୍ଗରେ ନିଷ୍ପତ୍ତି ନେବା ପାଇଁ କେନ୍ଦ୍ର ସରକାର ଏବଂ ଇପିଏଫ୍କୁ ମାତ୍ର 4 ମାସ ସମୟ ଦେଇଛନ୍ତି। କୋର୍ଟରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଏହା ସାମ୍ନାକୁ ଆସିଛି ଯେ ବର୍ତ୍ତମାନର 15,000 ଟଙ୍କାର ପିଏଫ୍ ସୀମା ଏବେ ପୁରୁଣା ଅଟେ। କୋର୍ଟ ସ୍ପଷ୍ଟ ଭାବରେ ସରକାରଙ୍କୁ ଏହା ବିଚାର କରିବାକୁ ଏବଂ ଆଇନ ଅନୁଯାୟୀ ଆଗାମୀ 4 ମାସ ମଧ୍ୟରେ ନିଜର ମତାମତ ଉପସ୍ଥାପନ କରିବାକୁ କହିଛନ୍ତି। ଏହାର ଅର୍ଥ ହେଉଛି ଏହି ମାମଲା ଅଧିକ ଦିନ ପର୍ଯ୍ୟନ୍ତ ରହିବ ନାହିଁ ଏବଂ ଖୁବ୍ ଶୀଘ୍ର ଏକ ଠୋସ୍ ଫଳାଫଳ ବାହାରିପାରେ। ତେବେ ସୀମା ବୃଦ୍ଧି କରିବା କାହିଁକି ଆବଶ୍ୟକ ଅଟେ? ଯଦି ଆମେ ଆଜିର ସମୟକୁ ବିଚାର କରିବା, ତେବେ କୌଣସି ସହରରେ ପ୍ରାରମ୍ଭିକ ଦରମା 18,000 ଟଙ୍କାରୁ 25,000 ଟଙ୍କା ମଧ୍ୟରେ ଅଛି। ପୁରୁଣା ନିୟମ ଅନୁଯାୟୀ 15,000 ଟଙ୍କାରୁ ଅଧିକ ଦରମା ଥିବା ବ୍ୟକ୍ତିମାନଙ୍କ ପିଏଫ୍ରେ ଯୋଗଦାନ ଦେବାକୁ ବାଧ୍ୟ କରାଯାଉନଥିଲା। ଏହା ଫଳରେ ଅନେକ ଲୋକ ଅବସର ପାଇଁ ସଞ୍ଚୟ କରିପାରିନଥିଲେ ଏବଂ ସାମାଜିକ ସୁରକ୍ଷା ପରିସର ବାହାରେ ରହିଯାଉଥିଲେ। ଶ୍ରମିକ ସଂଗଠନଗୁଡ଼ିକ କହିଛନ୍ତି ଯେ ମୁଦ୍ରାସ୍ଫୀତି ଏବଂ ବର୍ଦ୍ଧିତ ଆୟକୁ ଦୃଷ୍ଟି ରଖି ସର୍ବାଧିକ ଲୋକଙ୍କୁ ଲାଭ ଦେବା ପାଇଁ ଏହି ସୀମାକୁ ଅତି କମ୍ରେ 30,000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବା ଉଚିତ। ତେବେ 11 ବର୍ଷ ଧରି ଏହି ନିୟମ ପରିବର୍ତ୍ତନ ହୋଇନାହିଁ। ଆଶ୍ଚର୍ଯ୍ୟଜନକ ଭାବରେ ପିଏଫ୍ ଦରମା ସୀମା ଶେଷ ଥର ପାଇଁ 2014ରେ ସଂଶୋଧିତ ହୋଇଥିଲା, ଯାହା 6,500ରୁ 15,000 ଟଙ୍କା କରାଯାଇଥିଲା। ସେବେଠାରୁ 11 ବର୍ଷ ବିତିଗଲାଣି, କିନ୍ତୁ ସରକାର କୌଣସି ପରିବର୍ତ୍ତନ କରିନାହାନ୍ତି। ବିଗତ 70 ବର୍ଷକୁ ପଛକୁ ଫେରି ଦେଖିଲେ ଏହି ସୀମା ସମୟ ସମୟରେ ବୃଦ୍ଧି ପାଉଛି। 1952 ମସିହାରେ ଯେତେବେଳେ ଏହି ଯୋଜନା ଆରମ୍ଭ ହୋଇଥିଲା, ସେତେବେଳେ ସୀମା କେବଳ 300 ଟଙ୍କା ଥିଲା। ଏହା ଧୀରେ ଧୀରେ 15,000କୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ କର୍ମଚାରୀମାନେ ମୁଦ୍ରାସ୍ଫୀତି ହିସାବ କରିବା ପାଇଁ ପ୍ରତି 3ରୁ 5 ବର୍ଷରେ ଏହାକୁ ସଂଶୋଧନ କରିବାକୁ ଦାବି କରୁଛନ୍ତି। ତେବେ ଆସନ୍ତୁ ଜାଣିବା ସୀମା ବୃଦ୍ଧି ଆପଣଙ୍କ ଦରମାକୁ କିପରି ପ୍ରଭାବିତ କରିବ। ଅନେକ ଲୋକ ଭାବୁଛନ୍ତି ଯେ 15,000 ଟଙ୍କାରୁ 30,000 ଟଙ୍କା ପର୍ଯ୍ୟନ୍ତ ସୀମା ବୃଦ୍ଧି ସେମାନଙ୍କ ପକେଟ୍ ଉପରେ କ'ଣ ପ୍ରଭାବ ପକାଇବ। ଆସନ୍ତୁ ଏହାକୁ ଏକ ସରଳ ଉଦାହରଣ ଦେଇ ବୁଝିବା। ଧରାଯାଉ ଆପଣଙ୍କର ମୂଳ ଦରମା 25,000 ଟଙ୍କା। ବର୍ତ୍ତମାନର ନିୟମ ଅନୁଯାୟୀ ଆପଣଙ୍କ କମ୍ପାନୀକୁ ପିଏଫ୍ ଟଙ୍କା ଦେବାକୁ ପଡ଼ିବ ନାହିଁ। ତଥାପି ଯଦି ନୂତନ ସୀମା ଲାଗୁ ହୁଏ, ତେବେ ଆପଣଙ୍କ ମୂଳ ଦରମାର 12% ଅର୍ଥାତ୍ 3,000 ଟଙ୍କା ଆପଣଙ୍କ ପିଏଫ୍ ଆକାଉଣ୍ଟରୁ କାଟି ନିଆଯିବ ଏବଂ କମ୍ପାନୀ ମଧ୍ୟ ସମାନ ପରିମାଣରେ ଯୋଗଦାନ କରିବ। ଏହାର ଅର୍ଥ ହେଉଛି ଆପଣଙ୍କର ହାତରେ ଦରମା ଟିକିଏ କମ୍ ହେବ, କିନ୍ତୁ ପ୍ରତି ମାସରେ 6,000 ଆପଣଙ୍କ ପିଏଫ୍ ଆକାଉଣ୍ଟରେ ଜମା ହେବା ଆରମ୍ଭ କରିବ। ଅବସର ନେବା ସମୟରେ ଏହି ଛୋଟ ସଞ୍ଚୟ କୋଟି କୋଟି ଟଙ୍କାର ଏକ ପାଣ୍ଠିରେ ପରିଣତ ହୋଇପାରେ। ଏହା ସହିତ ଆପଣ ପେନ୍ସନ୍ ଲାଭ ମଧ୍ୟ ପାଇବା ଆରମ୍ଭ କରିବେ, ଯାହା ବର୍ତ୍ତମାନ 15,000 ଟଙ୍କାରୁ ଅଧିକ ରୋଜଗାର କରୁଥିବା ଲୋକଙ୍କ ପାଇଁ ଉପଲବ୍ଧ ନୁହେଁ। ଏଥିରେ ଲକ୍ଷ ଲକ୍ଷ ନୂତନ ଲୋକ ପିଏଫ୍ ଯୋଜନାରେ ଯୋଗ ଦେବାକୁ ଯୋଗ୍ୟ ହେବେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାରଙ୍କୁ ଏବେ ଏହି ବିଷୟରେ ନିଷ୍ପତ୍ତି ନେବାକୁ ପଡ଼ିବ। ଯଦି ସରକାର ଆଗାମୀ 4 ମାସ ମଧ୍ୟରେ ସୀମାକୁ 30,000କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ଲକ୍ଷ ଲକ୍ଷ ନୂତନ କର୍ମଚାରୀ ପିଏଫ୍ ଯୋଜନାରେ ଅନ୍ତର୍ଭୁକ୍ତ ହେବେ। ଏହା ସେମାନଙ୍କ ଭବିଷ୍ୟତ ପାଇଁ ଏକ ପର୍ଯ୍ୟାପ୍ତ ପରିମାଣର ରାଶି ସଂଗ୍ରହ କରିବାକୁ ଅନୁମତି ଦେବ। ଆବେଦନକାରୀଙ୍କୁ ସରକାରଙ୍କ ନିକଟରେ ତାଙ୍କର ମାମଲା ଉପସ୍ଥାପନ କରିବାକୁ କୁହାଯାଇଛି। ଯଦି କାର୍ଯ୍ୟକାରୀ କରାଯାଏ, ତେବେ ଏହି ନିଷ୍ପତ୍ତି ଗତ ଦଶନ୍ଧି ମଧ୍ୟରେ ଘରୋଇ ନିଯୁକ୍ତିଦାତାଙ୍କ ପାଇଁ ସବୁଠାରୁ ବଡ଼ ଉପହାର ପ୍ରମାଣିତ ହୋଇପାରେ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି।
ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।